ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ। ତ +2 ସେକେଣ୍ଡ ଇୟର ଆର୍ଟ୍ସ ପିଲା, ତ ଯୋଉମାନଙ୍କର ଅଛି ପଲିଟିକାଲ ସାଇନ୍ସ ରାଜନୀତି ବିଜ୍ଞାନ, ତ ଯୋଉମାନଙ୍କର ଅଛି ରାଜନୀତି ବିଜ୍ଞାନ, ତ ତମମାନଙ୍କ ପାଇଁ ନେଇ ଆସିଛି କଣ ରାଜନୀତି ବିଜ୍ଞାନର ମୁଁ ନେଇ ଆସିଛି 80 ମାର୍କ କ୍ୱେଶ୍ଚିନ୍। ବୁଝିହେଲା? ତ 80 ମାର୍କର କ୍ୱେଶ୍ଚିନ୍ ନେଇ ଆସିଛି। ତ କେମିତି କଣ ଆମେ ଆଲୋଚନା କରିବା 80 ମାର୍କ କ୍ୱେଶ୍ଚିନ୍ ଆମେ 3 ଘଣ୍ଟା ଭିତରେ କେମିତି ଲେଖିବା ଆଡଜଷ୍ଟ କରିକି, ତ ସବୁ ବିଷୟରେ ଆଲୋଚନା କରିବା। କଣ ତମର ବୋର୍ଡ ଏକ୍ଜାମକୁ 80 ମାର୍କ ଭିତରେ କ୍ୱେଶ୍ଚିନ୍ ଆସୁଛି, କେତେଟା MCQ, କେତେଟା 2 ମାର୍କିଆ, ସବୁ କିଛି ଆମେ ଆଲୋଚନା କରିବା। ଚାଲ ତ ଭିଡ଼ିଓଟି ଦେଖିବା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିଦବ, ବେଲ୍ ଆଇକନକୁ ଦବାଇ ଦବ, ନୋଟିଫିକେସନ ପାଇଁ ଲାଇକ୍ ସେୟାର କରିଦବ। ତ ଦେଖିବା କଣ ଦେଇଛି କ୍ୱେଶ୍ଚିନ୍। ପ୍ରଥମେ ତମର 21ଟା ଦବ 1 ମାର୍କିଆ, ତ ବହୁତ ଏଥର ସହଜ। 21ଟା 1 ମାର୍କିଆ, ତ 21ଟା 1 ମାର୍କିଆ ଚାଲ ଆମେ ଆଲୋଚନା କରିବା କଣ ଦେଇଛି। ପ୍ରଥମ କ୍ୱେଶ୍ଚିନ୍ କଣ ଦେଲା, ନିମ୍ନୋକ୍ତ ମଧ୍ୟରୁ କିଏ ଜିଲ୍ଲା ପରିଷଦର ମୁଖ୍ୟ ଅଟନ୍ତି? ଜିଲ୍ଲା ପରିଷଦର ମୁଖ୍ୟ କିଏ ଅଟନ୍ତି ପିଲାମାନେ? ଚେୟାରମ୍ୟାନ, ସଭାପତି, ଜିଲ୍ଲାପାଳ, ଉପଜିଲ୍ଲାପାଳ। କିଏ ନା ତମର ଚେୟାରମ୍ୟାନ, କଣ ତମର ଚେୟାରମ୍ୟାନ। ନେକ୍ସଟ, କେନ୍ଦ୍ର ତାଲିକାରେ କେତୋଟି ବିଷୟ ଅଛି? କେନ୍ଦ୍ର ତାଲିକାରେ କେତୋଟି ବିଷୟ ଅଛି? 98, 99, 97, 96। କେନ୍ଦ୍ର ତାଲିକାରେ କେତୋଟି? ନା 99 ବିଷୟ ଅଛି। ନେକ୍ସଟ, ଗୋଷ୍ଠୀ ଉନ୍ନୟନ ଯୋଜନାକୁ ଅନୁଧ୍ୟାନ କରିବା ପାଇଁ ଗଠିତ କେଉଁ କମିଟି ପଞ୍ଚାୟତରାଜ ବ୍ୟବସ୍ଥାର ରୂପରେଖ ନିର୍ଣ୍ଣୟ କରିଥିଲା? କେଉଁ କମିଟି? ଅଶୋକ ମେହେଟା, ବଳବନ୍ତ ରାୟ ମେହେଟା, ସରକାରିଆ, ଶରଦ ପାୱାର। କଣ ହବ ପିଲାମାନେ? ନା ବଳବନ୍ତ ରାୟ ମେହେଟା କମିଟି। ନେକ୍ସଟ, ନିମ୍ନୋକ୍ତ ମଧ୍ୟରୁ କିଏ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟ ନୁହେଁ? ନିମ୍ନୋକ୍ତ ମଧ୍ୟରୁ କିଏ? ଚୀନ, ସୋଭିଏତ ରୁଷିଆ, ଭାରତ, ଆମେରିକା। କିଏ ନା ଭାରତ। ନେକ୍ସଟ କ୍ୱେଶ୍ଚିନ୍, ନିମ୍ନୋକ୍ତ ମଧ୍ୟରୁ କେଉଁଟି ସଂଘୀୟ ରାଷ୍ଟ୍ର ନୁହଁ? ଇଂଲଣ୍ଡ, ଆମେରିକା, କାନାଡା, ଭାରତ। ସଂଘୀୟ ରାଷ୍ଟ୍ର କିଏ ନୁହଁ? ନା ଇଂଲଣ୍ଡ ହଉଛି ସଂଘୀୟ ରାଷ୍ଟ୍ର ନୁହଁ। ତାପରେ ନେକ୍ସଟ କଣ ଦେଲା, ଯୁଗ୍ମ ତାଲିକାରେ କେତେ ଗୋଟି ବିଷୟ ରହିଛି? ଯୁଗ୍ମ ତାଲିକାରେ କେତେ ଗୋଟି ବିଷୟ ରହିଛି? ଯୁଗ୍ମ ତାଲିକାରେ କେତେ ଗୋଟି ବିଷୟ ରହିଛି? କେତେ ଗୋଟି ଯୁଗ୍ମ ତାଲିକାରେ ରହିଛି? 51, 52, 61 ନା 99? କେତୋଟି ରହିଛି? ନା 52। କେତୋଟି? ନା 52। ନେକ୍ସଟ, ନିମ୍ନୋକ୍ତ ମଧ୍ୟରୁ କେଉଁ ପରିବେଶ ଆନ୍ଦୋଳନରେ କେବଳ ମହିଳାମାନେ ଅଂଶଗ୍ରହଣ କରିଥିଲେ? ନିମ୍ନୋକ୍ତ ମଧ୍ୟରୁ କେଉଁ ପରିବେଶ ଆନ୍ଦୋଳନରେ? ନର୍ମଦା ବଚାଓ ଆନ୍ଦୋଳନ, ଗନ୍ଧମାର୍ଦ୍ଦନ ବଚାଓ ଆନ୍ଦୋଳନ, ଚିପକୋ ଆନ୍ଦୋଳନ, ଉପରୋକ୍ତ ସମସ୍ତ। କଣ ହବ? ନା ଉପରୋକ୍ତ ସମସ୍ତ। କଣ? ନା ଉପରୋକ୍ତ ସମସ୍ତ। ତ ନେକ୍ସଟ କ୍ୱେଶ୍ଚିନ୍ ଯିବା, କଣ ଦେଇଛି, ଇଂରେଜ ଶାସନ ସମୟରେ ବିଭାଜନ ଓ ଶାସନ ନୀତି ନିମ୍ନୋକ୍ତ ମଧ୍ୟରୁ କାହାର ପ୍ରସାର ପାଇଁ ସାହାଯ୍ୟ କରୁଛି? କାହାର ପ୍ରସାର ପାଇଁ ସାହାଯ୍ୟ କରୁଛି? ଧର୍ମନିରପେକ୍ଷତା, ସମାଜବାଦ, ସାମ୍ପ୍ରଦାୟିକତାବାଦ, ସାମାଜିକ ନ୍ୟାୟ। କଣ ହବ? ନା ସାମ୍ପ୍ରଦାୟିକତାବାଦ। ନେକ୍ସଟ, ଡ୍ୟାଶଙ୍କ ମତରେ ଭାରତରେ ଜାତି କାଷ୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଦଳ? ଗାନ୍ଧୀ, ବିନୋବା ଭାବେ, ଜବାହରଲାଲ ନେହେରୁ, ଜୟପ୍ରକାଶ ନାରାୟଣ। କଣ ହବ ପିଲାମାନେ? ନା ଜୟପ୍ରକାଶ ନାରାୟଣ। କଣ? ନା ଜୟପ୍ରକାଶ ନାରାୟଣ। ନେକ୍ସଟ, ବିଚ୍ଛିନ୍ନତାବାଦ ଡ୍ୟାଶର ଚରମ ରୂପ ଅଟେ? ଆଞ୍ଚଳିକତାବାଦ, ଧର୍ମନିରପେକ୍ଷବାଦ, ଜାତୀୟ ସଂହତି, ଜାତୀୟତାବାଦ। କଣ ହବ? ନା ବିଚ୍ଛିନ୍ନତାବାଦ ହଉଛି କଣ ହବ? ନା ଆଞ୍ଚଳିକତାବାଦ। ନେକ୍ସଟ, ଜାତିବାଦକୁ କେଉଁ ଉପାୟରେ ପ୍ରତିରୋଧ କରାଯାଇ ପାରିବ? ଆଇନଗତ ପ୍ରତିବନ୍ଧକ, ଧାର୍ମିକ ସଂସ୍କାର, ଉତ୍ତମ ପାରିବାରିକ ସମ୍ପର୍କ, ଧର୍ମନିରପେକ୍ଷତା, ଶିକ୍ଷାର ପ୍ରସାର। କଣ? ନା ଧର୍ମନିରପେକ୍ଷତା, ଶିକ୍ଷାର ପ୍ରସାର। ନେକ୍ସଟ, ଭାରତ ରାଷ୍ଟ୍ରମାନଙ୍କର ଏକ କଣ? ସମ୍ମିଳନୀ ସମଷ୍ଟି। କଣ? ନା ସମ୍ମିଳନ ଓ ସମଷ୍ଟି। ନେକ୍ସଟ, ଭାରତ ଆକାରରେ ଡ୍ୟାଶ ହେଲେ ପ୍ରକୃତିରେ ଡ୍ୟାଶ। କଣ? ନା ଭାରତରେ ଆକାରରେ ଐକିକ ହେଲେ ପ୍ରକୃତିରେ ସଂଘୀୟ। ନା ଅପସନ ଆଇ ହବ। ନେକ୍ସଟ, ସମ୍ବିଧାନ କେଉଁ ଧାରାରେ ଭାରତର ବୈଦେଶିକ ନୀତି ବର୍ଣ୍ଣିତ? ଧାରା 45, ଧାରା 48, ଧାରା 51, ଧାରା 52। କଣ ହବ ପିଲାମାନେ?
ନା ସମ୍ବିଧାନର କେଉଁ ଧାରାରେ ଭାରତର ବୈଦେଶିକ ନୀତି ବର୍ଣ୍ଣିତ? କେଉଁ ଧାରାରେ? ନା ଧାରା 51। କଣ? ନା ଧାରା 51। ନେକ୍ସଟ, ପଞ୍ଚଶୀଳ ନୀତିର ପ୍ରବକ୍ତା କିଏ? ପଞ୍ଚଶୀଳ ନୀତିର ପ୍ରବକ୍ତା ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ଲାଲ ବାହାଦୁର ଶାସ୍ତ୍ରୀ, ଇନ୍ଦିରା ଗାନ୍ଧୀ। କିଏ? ନା ଜବାହରଲାଲ ନେହେରୁ। ନେକ୍ସଟ, ନିମ୍ନୋକ୍ତ ମଧ୍ୟରୁ କେଉଁଟି ସାର୍କର ରାଷ୍ଟ୍ର ନୁହେଁ? ଭାରତ, ନେପାଳ, ଭୁଟାନ, ଥାଇଲାଣ୍ଡ। ସାର୍କର ରାଷ୍ଟ୍ର କିଏ ନୁହଁ? ନା ଥାଇଲାଣ୍ଡ। ନେକ୍ସଟ, ସଲ୍ଟ ଡବଲ ଆଇ କେଉଁ ମସିହାରେ ସ୍ୱାକ୍ଷରିତ ହୋଇଥିଲା? ସଲ୍ଟ ଡବଲ ଆଇ 1970, 1973, 1979, 1990। କେବେ? ନା 1979। ସଲ୍ଟ ଡବଲ ଆଇ। ଷ୍ଟାର୍ଟ କେବେ ସ୍ୱାକ୍ଷର ହେଇଥିଲା? ଷ୍ଟାର୍ଟ 1979, 1980, 1985, 1990। ଷ୍ଟାର୍ଟ ହେଇଥିଲା 1990। ସିଟିବିଟି କେବେ ସ୍ୱାକ୍ଷର ହୋଇଥିଲା? ନା ସିଟିବିଟି 1996 ମସିହାରେ। କେବେ ମିଳିତ ଜାତିସଂଘ ଘୋଷଣାନାମା ହୋଇଥିଲା? ମିଳିତ ଜାତିସଂଘ ନା 1900 କେତେ? ନା 43 ମସିହାରେ। ତ MCQ ଶେଷ କ୍ୱେଶ୍ଚିନ୍। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଜଳବାୟୁ ପରିବର୍ତ୍ତନକୁ ହ୍ରାସ କରେ ନାହିଁ? କଣ? ନା କଳକାରଖାନା। କିଏ? ନା କଳକାରଖାନା। ତାପରେ 2 ମାର୍କିଆ ଆସିଲା। 2 ମାର୍କିଆ ଆମେ 7ଟା କରିବା। କେତେଟା? ନା 7ଟା 2 ମାର୍କିଆ ହବ। ଯୁଗ୍ମ ତାଲିକା କଣ? ମିଳିତ ସରକାର କଣ? ପୌର ନିଗମ କଣ? ନାରୀବାଦ କଣ? ସିନ୍ଧୁ ନଦୀ ଜଳ ବିବାଦ କଣ? ପରିବେଶ ସୁରକ୍ଷା ଆନ୍ଦୋଳନ କଣ? ମିଳିତ ଜାତିସଂଘ ଘୋଷଣାନାମା କଣ? ଲାହେର ଘୋଷଣାନାମା। କେନ୍ଦ୍ରାଭିମୁଖୀ ରାଷ୍ଟ୍ରସଂଘ କଣ? ଷ୍ଟାର୍ଟ କଣ? ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତା ଲକ୍ଷ୍ୟ କଣ? ଅଶରନ୍ତି ପ୍ରାକୃତିକ ସମ୍ପଦ କଣ? ତ ଆମେ ସବୁ ତାକୁ ଆଲୋଚନା କରିବା। ତାପରେ 3 ମାର୍କିଆ ଦେଲା 7ଟା କରିବ। ସେମିତି ବିଶ୍ୱ ବ୍ୟାଙ୍କର କାର୍ଯ୍ୟାବଳୀ ବର୍ଣ୍ଣନା କର। ଗ୍ରାମ ପଞ୍ଚାୟତ ଲକ୍ଷ୍ୟ, କେନ୍ଦ୍ର ତାଲିକା ରାଜ୍ୟ ତାଲିକା ମଧ୍ୟରେ ପାର୍ଥକ୍ୟ, ବିସ୍ଥାପନା ବିରୋଧୀ ଆନ୍ଦୋଳନ, ଭାରତର ଆଞ୍ଚଳିକତାବାଦର ବିକାଶର କାରଣ, ଯୌତୁକ ବିରୋଧୀ ନାରୀ ଆନ୍ଦୋଳନ ସମ୍ବନ୍ଧରେ, ଦକ୍ଷିଣ ଏସିଆ ଆଞ୍ଚଳିକ ସହଯୋଗ ସମିତି ବା ସାର୍କ ସମ୍ବନ୍ଧରେ, ନିରାପତ୍ତା ପରିଷଦର ଗଠନ କାର୍ଯ୍ୟାବଳୀ, ଆନ୍ତର୍ଜାତୀୟ ନ୍ୟାୟାଳୟ ସମ୍ବନ୍ଧରେ, ପରମାଣୁ ଅପସାରଣ NPT କଣ? ତାପରେ CATO ବ୍ୟାପକ ପରମାଣୁ ପରୀକ୍ଷଣ ନିଷେଧ ସନ୍ଧି। ଗ୍ରୁପ ଡି ରେ ସେମିତି ଆସିଲା 300ରୁ 350 8 ମାର୍କ 5 ମାର୍କ ଆଗେ ଦଉଥିଲା 8 ମାର୍କର ମାନେ 3ଟା କରିବ। ଓଡ଼ିଶାର ପଞ୍ଚାୟତରାଜ ବ୍ୟବସ୍ଥାର କାର୍ଯ୍ୟକାରିତା, ଗ୍ରାମ ପଞ୍ଚାୟତର ଗଠନ କାର୍ଯ୍ୟାବଳୀ, ଭାରତର ବିକାଶ ବିସ୍ଥାପନା ଆନ୍ଦୋଳନ ସମ୍ବନ୍ଧରେ ପ୍ରବନ୍ଧ, ପରିବେଶ ଆନ୍ଦୋଳନର ଲକ୍ଷ୍ୟ ବିକାଶ ଯଥାଯଥା, ଭାରତର ବୈଦେଶିକ ନୀତିର ମୁଖ୍ୟ ବୈଶିଷ୍ଟ୍ୟମାନ, ମାନବିକ ନିରାପତ୍ତା ସମ୍ବନ୍ଧରେ ପ୍ରବନ୍ଧ। ବୁଝିଲା ପିଲାମାନେ? ତ ବହୁତ ଗୁରୁତ୍ୱପୂର୍ଣ୍ଣ। ତ ଆମେ ଆନ୍ସର ଦେଖିବା କଣ ଦେଇଛି। ତମ ଆନ୍ସର ବି ତମକୁ ଦେଖେଇ। ତ ପିଲାମାନେ ତମର ଆନ୍ସର ଦେଖ। ଯୁଗ୍ମ ତାଲିକା କଣ ହେଇ ଯେଉଁ ତାଲିକାଭୁକ୍ତ ବିଷୟଗୁଡ଼ିକ ଉପରେ ଉଭୟ କେନ୍ଦ୍ର ରାଜ୍ୟ ସରକାରଙ୍କ କର୍ତ୍ତୃତ୍ୱ ଥାଏ ତାହାକୁ ଯୁଗ୍ମ ତାଲିକା କୁହାଯାଏ। ଉଦାହରଣ ସ୍ୱରୂପ ବିବାହ, ବିଚ୍ଛେଦ, ସମ୍ବାଦପତ୍ର, ଶ୍ରମିକ କଲ୍ୟାଣ ଇତ୍ୟାଦି। କେନ୍ଦ୍ରୀୟ ଆଇନ ରାଜ୍ୟ ଆଇନ ମଧ୍ୟରେ ବିବାଦ ଦେଖାଗଲେ କେନ୍ଦ୍ରୀୟ ଆଇନ ବଳବତ୍ତର। ଏଇଟା ସବୁ ସ୍କ୍ରିନଶଟ ମାରିଦିଅ। ମିଳିତ ସରକାର କଣ? ତାପରେ ଆସିଲା ପୌର ନିଗମ କଣ? ନେକ୍ସଟ ନାରୀବାଦ କଣ? ତାପରେ ସିନ୍ଧୁ ନଦୀ ଜଳ ବିବାଦ କଣ? ପରିବେଶ ସୁରକ୍ଷା ଆନ୍ଦୋଳନ କଣ? ମିଳିତ ଜାତିସଂଘ ଘୋଷଣାନାମା, ଲାହେର ଘୋଷଣାନାମା ସବୁ ସ୍କ୍ରିନଶଟ ମାରିଦିଅ। ତମାନେ ଆକୁ ପଢିଦବ। କେନ୍ଦ୍ରାଭିମୁଖୀ ରାଷ୍ଟ୍ରସଂଘ, ଷ୍ଟାର୍ଟ ଆଇ, ତାପରେ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତାର ଲକ୍ଷ୍ୟ, ଅଶରନ୍ତି ପ୍ରାକୃତିକ ସମ୍ପଦ ହେଇ। ତାପରେ ଆସିଲା ତମର 3 ମାର୍କିଆ ବିଶ୍ୱ ବ୍ୟାଙ୍କର କାର୍ଯ୍ୟାବଳୀ ଦେଖିଦିଅ ପିଲାମାନେ। ହେଇ 3 ମାର୍କିଆ ତମେ ନିହାତି 5-6 ଧାଡି କରିବ। ବୁଝିଲା? ପଏଣ୍ଟ ଦେଇ ଲେଖିବ। ଗ୍ରାମ ପଞ୍ଚାୟତର ଲକ୍ଷ୍ୟ, ତାପରେ କେନ୍ଦ୍ର ତାଲିକା ରାଜ୍ୟ ତାଲିକା ମଧ୍ୟରେ ପାର୍ଥକ୍ୟ ହେଇ, ବିସ୍ଥାପନା ବିରୋଧୀ ଆନ୍ଦୋଳନ ଲେଖିଦିଅ। ତାପରେ ଭାରତର ଆଞ୍ଚଳିକତାବାଦର ବିକାଶ, ଯୌତୁକ ବିରୋଧ ନାରୀ ଆନ୍ଦୋଳନ ସମ୍ବନ୍ଧରେ ସଂକ୍ଷିପ୍ତ ବିବରଣୀ ହେଇ, ଦକ୍ଷିଣ ଏସିଆ ଆଞ୍ଚଳିକ ସହଯୋଗ ସମିତି ସାର୍କ ସମ୍ବନ୍ଧରେ ସଂକ୍ଷିପ୍ତ ପ୍ରଦାନ, ନିରାପତ୍ତା ପରିଷଦର ଗଠନ କାର୍ଯ୍ୟାବଳୀ, ତାପରେ ଆନ୍ତର୍ଜାତୀୟ ନ୍ୟାୟାଳୟ ସମ୍ବନ୍ଧରେ, ପରମାଣୁ ଅପସାରଣ ଚୁକ୍ତି NPT, ତାପରେ SCATO,
ଏଇ ଦେଖ ତୋର ବ୍ୟାପକ ପରୀକ୍ଷଣ ପରମାଣୁ ପରୀକ୍ଷଣ ନିଷେଧ ସନ୍ଧିର ବୈଶିଷ୍ଟ୍ୟଗୁଡ଼ିକ ଓଡ଼ିଶାର ତାର ଆସିଲା ଏଟା ଗ୍ରାମ ପଞ୍ଚାୟତର ଗଠନ କାର୍ଯ୍ୟାବଳୀ ବୁଝିଲା। ଏମିତି ଲଙ୍ଗ କୋଶ୍ଚିନ୍ ତମମାନେ କରିବ ପିଲାମାନେ, ବହୁତ ଗୁରୁତ୍ୱପୂର୍ଣ୍ଣ। ତମ ଆନ୍ସର ସହ ଦେଖେଇଦେଲି। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ କରିଦିଅ। ରହୁଛି, ଧନ୍ୟବାଦ, ଜୟ ଜଗନ୍ନାଥ।